ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ପ୍ରଥମ ପାର୍ଟକୁ ଏତେ ସାରା ଭଲ ପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ସେଦିନ ଆମେ ପୁରୀ ଯିବା ପାଇଁ ସବୁ ପ୍ଲାନ୍ ତ କରିଥିଲୁ, କିନ୍ତୁ ଭାରି ବର୍ଷା ପାଣି ଆଉ ଟ୍ରାଫିକ୍ ଦେଖି ଆମ ମନ ଭାଙ୍ଗି ଯାଇଥିଲା। ଆମ ସମସ୍ତଙ୍କ ମନରେ ଗୋଟିଏ କଥା ଥିଲା, ବୋଧେ ମହାପ୍ରଭୁଙ୍କ ଦର୍ଶନ ଆଉ ମିଳିବନି। ଛୁଆମାନଙ୍କ ମନରେ ଦୁଃଖ ଦେଖି କେଉଁ ମା ବାପାର ମନ ସହିବ। ଟିଭିରେ ଜଗାକୁ ଦେଖି ମୋ ମା ବାପା ହାତ ଟେକି ଦେଇ ତାଙ୍କୁ କହିଲେ, ହେ ମହାପ୍ରଭୁ, ଯଦି ଆମ ଉପରେ ଟିକେ ବି କୃପା ଥାଏ ତାହେଲେ ଆମ ଡୋରି ଲଗେଇ ଦିଏ। ଆଉ ସାଙ୍ଗମାନେ, ତମେ ବିଶ୍ୱାସ କରିବନି, କିଛି ସମୟ ପରେ ବାବାଙ୍କ ଫୋନ୍ ଆସିଲା, ବାହାର ଆଜି ଆମେ ପୁରୀ ଯିବା, ଯାହା ହେବ ଦେଖାଯିବ, ସେ ଜଗା ଭରସାରେ ସବୁ ଛାଡ଼ିଦିଅ। ସେ ଗୋଟିଏ ଫୋନ୍ କଲ୍ ଆମ ପୁରା ଦିନ ବଦଳେଇ ଦେଇଥିଲା। ଆମେ ଯେମିତି ଘରୁ ବାହାରିଛୁ ଆଉ ଘରକୁ ଫେରିଲା ଯାଏଁ ଗୋଟେ ଟୋପା ବର୍ଷା ନାହିଁ। କି ଲୀଳା ସେ ଚକା ଆଖିର। ରଥ ପାଖରେ ପହଞ୍ଚି ଯେତେବେଳେ ସେ ଅସମ୍ଭବ ଭିଡ଼ ଦେଖିଲି, ମୁଁ ଭାବିଲି ଦର୍ଶନ ଆଉ ସମ୍ଭବ ନୁହେଁ। କିନ୍ତୁ ତାପରେ ଯାହା ହେଲା, ମୁଁ ଯେମିତି ସେ ଗହଳି ଭିତରେ ପଶିଲି ସାଙ୍ଗମାନେ, ତମେ ବିଶ୍ୱାସ କରିବନି, ମୋତେ ଏମିତି ଲାଗୁଥିଲା ଯେମିତି କେହି ଗୋଟେ ଅଦୃଶ୍ୟ ଶକ୍ତି ମୋତେ ସେ ଗହଳି ଭିତରୁ ଧୀରେ ଧୀରେ ରଥ ପାଖକୁ ଟାଣି ନେଉଛନ୍ତି। ଆଉ ତାପରେ ସାଙ୍ଗମାନେ, ସେ ଦିବ୍ୟ ଆଖି, ସେ ହସ, ସେ ଦିବ୍ୟ ରୂପ ମୋ କାଳିଆର, ସେ ମୁହୂର୍ତ୍ତକୁ ଶବ୍ଦରେ ବୁଝାଇ ପାରିବିନି। ସେଦିନ ମୁଁ ଗୋଟିଏ କଥା ଜାଣିଲି, ମହାପ୍ରଭୁ ଭକ୍ତଙ୍କୁ କେବଳ ଡାକନ୍ତି ନାହିଁ, ସେ ନିଜ ହାତରେ ଟାଣି ନିଅନ୍ତି। ବାସ୍ ଏଇ ଥିଲା ସେଦିନର ଅପୂର୍ବ ଲୀଳା ମୋ କାଳିଆର।